ବର୍ତ୍ତମାନ ସକାଳୁ ସକାଳୁ ଆସି ପହଞ୍ଚି ଗଲୁ। ଏଠି ସବୁ ପ୍ରାୟ ଦେଖିପାରୁଥିବେ ସବୁ ପିକନିକ୍ ବସ୍ ଆସି ଲାଗି ଯାଇଛି। ଭୋଜି ହେଉଛି, ଆମେ ଏଠି ଖାଇଦେଇ ଭାବୁ ପଳେଇବୁ। ଏଇଟା ଫତେଗଡ଼ ରାମ ମନ୍ଦିର। ହଁ ଆମେ ଏବେ ଯାଉଛି, ଲୋକ ଆସିଲେଣି ସବୁ ଦର୍ଶନ କରିକି। ଆମେ ଯିବା ଏବେ ମନ୍ଦିର ଉପରକୁ। ଏଟା ଘାଟି ରାସ୍ତାଟା, ତେଣୁ ଗାଡ଼ି ଧୀରେ ଧୀରେ 2 ନମ୍ବର 1 ନମ୍ବର କରି ନେବାକୁ ପଡ଼ିବ। ଲାଇଟ୍ ନା ସୂର୍ଯ୍ୟ କିରଣ? ଏତେ ବଡ଼ ଲାଇଟ୍? ଆଇପର ପୁରା ଅଲଗା ପ୍ରକାର ଗେଟଅପ। ଜୀବନରେ କିଛି ନାହିଁ ଆଜ୍ଞା, ଯେତିକି ଦିନ ରହୁଛନ୍ତି ପ୍ରଭୁଙ୍କୁ ପାଖରେ ରଖନ୍ତୁ, ପ୍ରଭୁଙ୍କ ପାଖକୁ ଯାଆନ୍ତୁ, ପ୍ରଭୁଙ୍କ ଆଶୀର୍ବାଦ ନିଅନ୍ତୁ, ପ୍ରଭୁଙ୍କ ଚରଣରେ ସଦାବେଳେ ରୁହନ୍ତୁ। ପ୍ରଭୁ ଆପଣ ସଠିକ ମାର୍ଗରେ ନେବେ, ସଠିକ ସମୟରେ ସାହାଯ୍ୟ କରିବେ। ଗୋଟେ ଉଠାଣି ଦେଖିପାରୁଥିବେ ଏଇଠି। ଗାଡ଼ି ଯଦି ଟିକେ ଭୁଲ ଭାଲ ହେଲା ବ୍ରେକ୍ ଧରିବନି, ସିଧା ଯାଇ ପାହାଡ଼ ତଳେ। ତେଣୁ ମନ୍ଦିରକୁ ଯିବା ସମୟରେ ସାବଧାନ ନିହାତି ରଖିବା ଦରକାର। ତେବେ ଚାଲନ୍ତୁ। ନା ଏ ଗାଡ଼ି ନୁହଁ, ଏ ଗାଡ଼ି ଉଠିଯିବ। ହିରୋ ଗାଡ଼ି ସେ ଯେଉଁ ଉଠାଣିଟା କହୁଥିଲି ନାଇଁ। ଆଉ ଗୋଟେ ବାଟ ମଧ୍ୟ ଅଛି, ଏଟା ଟିକେ ଅଧିକା ଉଠାଣି ହେବ। ବୟସ୍କ ଲୋକମାନେ ଆସିପାରିବେନି ହତାରେ, ତେଣୁ କଟା ହେଇକି ପୁଣି ପାହାଡ଼ ଆଉ ଗୋଟେ ରୋଡ୍ ହେଇଛି। ଆଉ ଯେହେତୁ ଆମେ ଶୀତ ଦିନେ ଆସିଛେ, କ'ଣ କରିବା ଆଉ, ସୂର୍ଯ୍ୟଙ୍କୁ କିରଣକୁ ଅପେକ୍ଷା କଲେ ତ ହବନି। ହଁ ରେସ୍ରେ ଉଠିବା। ଏଇଠି ଲେଖା ହେଇଛି ସଫା ରୁଟି ଖାଆନ୍ତୁ କିନ୍ତୁ ଗାଡ଼ି ଧୀରେ ଚଲାନ୍ତୁ। ଏ ଭାଇ ଏତେ ଉଠାଣି ଭାଇରେ, ଉଠାଣି ଅଲଗା ପ୍ରକାର ଉଠାଣି। ଗାଡ଼ି ଗିଅର ବକ୍ସ ଭାଙ୍ଗିଯିବ ଟିକେ ଯଦି ବେଥାଳିଆ ହେଲା। ଆହୁରି 3ଟା 4ଟା ବୁଲାଣି ପରେ ଏପଟା ବି ପିକ ହେଲା ଯେ ବନ୍ଦ କରିଦେଇଛି। ମାନେ ଏପଟେ ବାଟ ଖୋଲା ହେଇଯାଇଛି, ଲୋକ ଭିଡ଼ ଆଉ ହେବେନି ଏତେ ଆଉ ନାଇଁ। ଗୋଟା ସାଇଡ୍ ଗଲେ ଗୋଟା ସାଇଡ୍ ଆସିବେ ଆଉ। ଗାଡ଼ି ଅଣେଇ ପଇଲାଣି ଛାଡ଼କୁ। ଏଇଠି ଆମେ ପୁରା ପାହାଡ଼ର ବହୁତ ଉପରକୁ ଆମେ ପଳେଇ ଆସିଛୁ। କେତେ ପାଖାପାଖି କେତେ ଫୁଟ ହେବ ତଳୁ? ଏଇଟା ବା 3 କିଲୋମିଟର ଅଧେ। ଫୁଟ କେତେ ଉଚ୍ଚତା? ଯାହାହେଲେ ବି 400 450 କିଲୋମିଟର ପାଖାପାଖି। ଆନୁମାନିକ ତ ଆମେ କହୁଛୁ, ଜାଣିନୁ। 450 କି 500 ଫୁଟ ହେବ। ପୁରା ବାଦଲ ଆଉ କୁହୁଡ଼ିର ସମ୍ମିଶ୍ରଣ ହେଇଯାଇଛି, ପୁରା ଧଳା ଏରିଆ, ପୁରା ଧଳା। ଏଇଠି ଲୋକ ସବୁ ଯାଉଛନ୍ତି। ଆମେ ପାହାଡ଼ ଉପରକୁ ପଳେଇ ଆସିଲେ, ଏଇଠି ସୂର୍ଯ୍ୟ କିରଣ ବି ଆସି ସାରିଲାଣି। ଆହୁରି କେତେ ଭାଇ, ବହୁତ ଉଠାଣିରେ। ଏ ଜାଗାକୁ ସ୍କୁଟି ଉଠିବ ନା ଉଠିବନି? ସ୍କୁଟି ଆସିପାରିଲେ ମାନେ ଆରାମସେ 2ଟା ବସ୍ ଯିବା ଆସିବା କରିପାରିବ। ମାନେ ସାଇଡ୍ ଗୋଟେ ଗାଡ଼ି ଆଇଲେ ବି ଯାଇପାରିବ। ଡ୍ରାଇଭର ହେବି ଦରକାର, ନହେଲେ ଗାଡ଼ି ପଛା ପଳେଇବ, ଜମା ରହିବନି। ତମ ବ୍ରେକ୍ କିଛି କାମ କରିବନି, ତାର ଭାରି ଛିଣ୍ଡେଇବ। ନାଇଁ, ଆମ ବ୍ରେକ୍ କାମ କୋଉଠି କରିବନି। ଆମର ରୋଳା ଏଇ ବ୍ୟକ୍ତି କି ଜଣନ୍ତି ଆମକୁ। ଆମର ଇଏ ଅଛନ୍ତି, ଆମ ଯିଏ ଆଣିଛନ୍ତି ଦୀନବନ୍ଧୁ ଗୋସାଇଁ। ଆମର ପ୍ରଭୁଙ୍କ ପାଖକୁ ଆସି ଆଣିବାର ଆଙ୍କର ମେନ୍ ଭୂମିକା, ପ୍ରଧାନ ଭୂମିକା। ଆଉ ଏଇଠୁ ମନ୍ଦିର ସାଇଡ୍ଟା ଏଇଟା।
मंदिर पर जस्ट जाऊँ जीवु 4टा द्वार अच्छी ना मंदिर 4टा द्वार मंदिर उठे दो ना जीवा से पटे करवा कथा पूरा पहाड़ ऊपर आसिकी तल पूरा कुहुरी अंधारा सूर्य किरण जाए पर्यटन तलू को आस्ते आस्ते जीव आ बहुत पहाड़ पूरा बहुत ऊपर अच्छी तल गणे बेलू भय लगुच जीवा जीवा देखिए आप फाइनाली आसी पहुँची गलु ये जोता स्टैंड सब रही पूरा पहाड़ पूरा धला तलटा पूरा धला मुझे देखेबी पूरा कुहुड़ी आ बादल यहाँ पहाड़ ऊपरटा पूरा जीवा मंदिर से रास्ता लोग जाऊँ जय श्री राम चल जय श्री राम चलो चलतु जीवा भितर को चलतु प्रभु को आशीर्वाद भिक्षा करवा शांति 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 अपूर्व शांति एमती किसी अच्छी मंदिर प्रवेश पथ जो पटे मंदिर भितर को आम जा सूर्य ठाकुर मंदिर से पछपटे आम बाबा गणेश ठाकुर मंदिर रही सेपटे शिवंकर मंदिर आपटे हनुमत महाराज मंदिर मंदिर भितर तो फोन अलाउ ना ये आमर दीप स्टैंड रही आप यज्ञ कुंड रही ना भितर जी ये देखिपे प्रभु रामलीला को दर्शन कर प्रभुर पलि आसिले ये मंदिर चारि पाखे अन्य सब मंदिर रही मंदिर भीतर फोटो उठे अलाउ ना तो आम प्रभु दर्शन सारी आइलु आ गणेश मंदिर रही पूरा सुंदर 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 आपण भी आसतु मंदिर कारुकार्य बहुत सुंदर है देखिपे पूरा पत्थर मंदिर टी सब निर्माण होती पत्थर ना तो मुझे जानी जो मैंने कारुकार्य करते से मैंने कहींपर बहुत सुंदर कारुकार्य होती यहीपटे दर्शन करके गोटे बाट अच्छी आ ठीक तार अपोजिट भी गोटे बाट अच्छी यहाँ रोषेईशाला एठार अन्न प्रसाद मिले प्रसाद मूल्य बोधे 100 कि 120 टका एमती रोचे 100 टका रोचे आप आसिले भी ये खाईपर प्रसाद यहाँ प्रभुंर मुख्य मंदिर मंदिर चतुर्पार्श्वे सब देवादेवी अच्छा बहुत सुंदर जगह आपण भी आसतु प्रभु को लाभ करूँ मंदिर पछपट ये आमर भक्त कौन भक्त आपण ना आज्ञा तुलसी आज्ञा शिवंग मंदिर रही
ଆଉ ଯେହେତୁ ନୂଆ ବର୍ଷ ଏବେ ଚାଲିଛି ବହୁତ ଲୋକ ଆସିଲେଣି ଆସ୍ତେ ଆସ୍ତେ କୁହୁଡ଼ି ଖସିଲାଣି ଲୋକ ବି ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ଆଉ କିଛି ସମୟ ପରେ ବହୁତ ଭିଡ଼ ଏଠି ହେଇଯିବ ତେଣୁ ଆମେ ଏବେ ବାହାରିବା ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଭିଡ଼ିଓଟି ଭଲ ଲାଗି ତେବେ ଆମ ଚ୍ୟାନେଲ ସହିତ ରୁହନ୍ତୁ ରହିଲି ଜୟ ଶ୍ରୀରାମ ଜୟ ଜଗନ୍ନାଥ ପ୍ରଭୁ ସମିତିଙ୍କର ମଙ୍ଗଳ କରନ୍ତୁ।